ସେମାନେ ଯେତେବେଳେ କେସ୍ ବଢ଼େଇଲେ ମୁଁ ବି ମୋ ସ୍ୱାମୀ ପାଇଁ କେସ୍ ବଢ଼େଇଲି ଯେତେବେଳେ ପୋଲିସ ମୋର ପ୍ରୁଫ୍ ଦେଖିକିନା ମୋତେ ଛାଡ଼ି ମୋ ସ୍ୱାମୀ କି ମାନେ ବେଲ୍ ଦେଲାନି ମୁଁ ମୋତେ ଯେତେବେଳେ ଫରୱାର୍ଡ଼ କରିଦେଲା ମୋ ସ୍ୱାମୀ କି ମୁଁ ତାପରେ କୋର୍ଟରେ ନେଇକିନା ପ୍ରୁଫ୍ ଦେଖିନା ମୋ ସ୍ୱାମୀକି ମୁଁ ସେଠୁ ବେଲ୍ କଲି ସେମାନଙ୍କର ସେଇଟା ଇଗୋ ହଟ୍ ହେଇଗଲା ଆମେ ତ ଏତେ ପ୍ଲାନିଂ କରିନା ଫ୍ରାଇଡେ ତାକୁ ଫରୱାର୍ଡ଼ କଲୁ ଜାଣିକି ଯାହାଦ୍ୱାରା କି ସାଟର୍ଡେ ସଣ୍ଡେ ସେମାନେ ପାୱାର ୟୁଜ୍ କଲେ ସେ ଜାଗାରେ ସାଟର୍ଡେ ସଣ୍ଡେ ରାହୁଲ ରହିବ ଜେଲ୍ରେ ମଣ୍ଡେ ବି ରହିବ ଦେନ୍ ଗଡ଼ି 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 ସେମାନେ କେମିତି କ'ଣ କରିକି ତାକୁ ବହୁତ ଦିନ ଯାଏଁ ଥାନାରେ ତାକୁ ରଖିଥାନ୍ତେ କିନ୍ତୁ ସେଠି ସିଏ ଆମ ବିଜନେସ୍ ପାଇଁକି ଲଢ଼ିଥିଲା ନା କି କିଛି ପାର୍କିଂ ପାଇଁ ଆମ ଜାଗା ସେଟା ଆମର ପାର୍କିଂ ସେଟା ଆମ ଗାଡ଼ି ସେଠି ଅକ୍ସିଜେନ୍ ଗାଡ଼ି ରୁହେ ତମମାନେ ଗଞ୍ଜେଇ ଡ୍ରଗ୍ସ ମଦ ପିକି ଆସି ଗାଡ଼ି ଥୋଇକିନା ଯିବ ଘରେ ଶୋଇବ କହିଲ ଘଣ୍ଟେ ଭିତରେ ଆମେ ଗାଡ଼ି କାଢ଼ିବୁ ଫୋନ୍ କରି କରି 3 ଘଣ୍ଟା ଯାଏଁ ଆମର ଅକ୍ସିଜେନ୍ କାଢ଼ିକି ଆଉ ଥରେ ଲୋଡ଼ ହେଇପାରୁନି ସେ ଗାଡ଼ି ଆମର ଫୋନ୍ କରୁଛୁ ସେ ଉଠଉନାହାନ୍ତି ତାକୁ ଯେତେବେଳେ ଫୋନ୍ କଲୁ ଏଠି ସିନା ଗାଡ଼ି ନେ ମୋ ଶାଶୁଙ୍କ ନାଁରେ ମୋ ନଣନ୍ଦ ମୋ ନାଁରେ ରାହୁଲଙ୍କୁ ସୋଦାସୋଦି କଲା ମାନେ ମା ଭଉଣୀ ନେଇକିନା ସୋଦାସୋଦି କଲା ଅବଭିୟସଲି ଗୋଟେ ପୁଅକୁ ତା ମା ସ୍ତ୍ରୀ ଭଉଣୀ ନାଁରେ କହିଲେ ସିଏ ଚିଡ଼ିବ ସେ କହିଲା ତୁ ଏଠୁ ଗାଡ଼ି ନେ ନହେଲେ ତୋ ଗାଡ଼ି ନେବାର ଲାୟକ ରହିବନି।